ପିଲାମାନେ, ଆଜି ମୁଁ ତୁମକୁ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବହିର ନଈଗଲା ଆପେ ମଥା କବିତା ପାଠକୁ ସ୍ୱାଗତ କରୁଛି। ଏହି ପଦ୍ୟଟିକୁ ଲେଖିଛନ୍ତି ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଶ୍ରୀ ବଟକୃଷ୍ଣ ଓଝା, ଯିଏକି 1939 ମସିହା ଅକ୍ଟୋବର ମାସ 20 ତାରିଖରେ ଜନ୍ମଗ୍ରହଣ କରିଥିଲେ। ପିଲାମାନଙ୍କ ଉଦ୍ଦେଶ୍ୟରେ ରଚିତ କଥା କି କୁହୁକ, ହସ ଫୁଲ, ମୋ ଗୀତ ମୋ ଗପ, ବାଇଦ ବଜା, ମୋ କୁନି କବିତା ଆଦି ଲେଖାଗୁଡ଼ିକ ତୁମ ଭଳି ପିଲାମାନଙ୍କ ହୃଦୟକୁ ଜୟ କରିପାରିଛି। ଅଭାବରେ ରହିଲେ ସିନା ଅଭାବୀ ଲୋକର ଅନ୍ତର ବେଦନାକୁ ବୁଝିପାରିବ, ତାହା ଏଠାରେ କବି ଶ୍ରୀ ବଟକୃଷ୍ଣ ଓଝା ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଯାହାକୁ ଆଜି ସାରା ଓଡ଼ିଶା ଝୁରୁଛି ସେ ହେଉଛନ୍ତି ଉତ୍କଳରମଣୀ ଗୋପବନ୍ଧୁ ଦାସ ଏବଂ ତାଙ୍କ ବାଲ୍ୟକାଳର ସାଥୀ ଅନନ୍ତ ମିଶ୍ର। ଉଭୟଙ୍କ ଅନ୍ତରର ଭାବନା ଏଠାରେ କବି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଅଛନ୍ତି। ସେହି କବିତାଟିକୁ ଗାଇ ଶୁଣାଉଛି, ମନ ଦେଇ ଶୁଣ। ସାଇକେଲଟିଏ କିଣିବ ଅନନ୍ତ, ସାଇତିଛି କିଛି ଧନ। ଏକଥା ଜାଣିଲେ ଗୋପବନ୍ଧୁ ବାବୁ ଅତିର ହୋଇଲା ମନ। ମନ କଥା ମନେ ରଖି ଗୋପବନ୍ଧୁ କହିଲେ ଅଭାବ ଭାରି। ଟଙ୍କା ଥିଲେ ଦିଅ ଦେବି ମୁଁ ଅନନ୍ତ, ଗଲେ ଦିନ 2-4। ଟଙ୍କା ଥଳି ଆଣି ଥୋଇଲେ ଅନନ୍ତ ଦାସେ ଆପଣଙ୍କ ପାଶେ। ହାତେ ଧରି ଥଳି ଚାହିଁଲେ ନିମିଷେ, ଦୁଃଖ ମିଶା ଦର ହାସେ। 4 ଦିନ ଯାଇ 4 ମାସ ଗଲା, ବରଷେ ବି ଗଲା ପୁରୀ। ଗୋପବନ୍ଧୁ ବାବୁ ଦେଲେ ନାହିଁ ଟଙ୍କା, ଅନନ୍ତ ହୋଇଲେ ଝୁରି। ଦୂର ଗାଁ ବାଟ କିପରି ଯିବି ମୁଁ, ଦୁଃଖରେ ବସିଲେ ଭାଳି। ବହୁତ ଦିନରୁ ଥକି ପଡ଼ିଲି, ପାଦରେ ମୁଁ ଚାଲି ଚାଲି। ସାଇକେଲ ହେଲେ ସହଜ ସରଳ, ବହୁତ ପାରନ୍ତି ବୁଲି। ଟଙ୍କା ନେଇ ସେ ତ ଫେରାଇ ଦିଅନ୍ତି, ମୋ କଥା କି ଗଲେ ଭୁଲି। ଭାବି ଭାବି ଦିନେ ବେଳ କାଳ ଉଣ୍ଡି, କହିଲେ ମନର କଥା। ଗୋପବନ୍ଧୁ ବାବୁ ହସିଲେ ଅଳପ, ତଳକୁ ନୁଆଇ ମଥା। ତୁମ ଟଙ୍କା କଥା ଅଛି ମୋର ମନ, ଦେଇ ନାହିଁ ଜାଣି ଜାଣି। କଥା ଯଦି ମୋର ରଖିବ ଅନନ୍ତ, ଏହି କ୍ଷଣି ଦେବି ଆଣି। ଭରସା ବଢ଼ିରେ ଘର ଘର ବୁଲି, ଅପନ୍ତରା ବାଟ ଦେଇ। ବାଟେ ଚାଲି ଚାଲି ଭୋକିଲା ଲୋକର ଖବର ପାରୁଛ ନେଇ। ସାଇକେଲ ହେଲେ ସଡ଼କ ବାଟରେ ସୁବିଧାରେ ଯିବ ଚାଲି। ଅଭାବ କେଉଁଠି କିପରି ଜାଣିବ, କହିଲ ମନରେ ଭାଳି। ପାଣି କାଦୁଅରେ ଆଉ କି ପଶିବ, ଦେଖିବ ଦୁଃଖୀର ମୁହଁ। ଭରସା ବଢ଼ିରେ କିଏ ପୋଛି ଦେବ, ଆକୁଳ ଆଖିର ଲୁହ। ଟଙ୍କା ନେଇ ଯାଅ ସାଇକେଲ କିଣା, ମନୁ କରିଦିଅ ଦୂର। ଦୁଃଖୀ ଜନ ସେବା ଯେଉଁଠି କରୁଛ, ସେଇ ତ ସରଗପୁର। ମଣି ମୁକୁତାର ଝଲକରୁ ବଳି, ଶୁଖିଲା ଅଧରୁ ହସ। ସେ ହସରୁ ଝରେ ସରଗ ସୁଷମ, ଦେବତା ହୁଅନ୍ତି ବସ। ସରମରେ ସଢ଼ି ବୁଝିଲେ ଅନନ୍ତ, ତାଙ୍କ ମରମର କଥା। ଦାସେ ଆପଣଙ୍କ ଚରଣ ଯୁଗଳେ, ନଈଗଲା ଆପେ ମଥା। ପିଲାମାନେ, ଉତ୍କଳର ମଣି ହେଉଛନ୍ତି ଗୋପବନ୍ଧୁ ଦାସ, ଯିଏକି ଝଡ଼ ବର୍ଷା ବନ୍ୟା ବାତ୍ୟା ସମୟରେ ନିଜ ଘରେ ନ ରହି ଦୁଃଖୀରଙ୍କୀଙ୍କ ସେବାରେ ଜୀବନ ବିତାଉଥିଲେ। ଦୁଃଖୀରଙ୍କୀଙ୍କୁ ଚୁଡ଼ା ଚାଉଳ ଲୁଗାପଟା ଯୋଗାଉଥିଲେ। ଏଠାରେ ତାଙ୍କ ସହକର୍ମୀ ଅନନ୍ତ ମିଶ୍ର ମଧ୍ୟ ଦୁଃଖୀରଙ୍କୀଙ୍କ ସେବାରେ ଜୀବନ ବିତାଉଥିଲେ।
पैसा संचय करी जेतेबेले अनंत मिश्र साइकेलटीए किणिबे बोली गोपबंधु दास जानिले से भाबिले जे अनंत तो साइकेलटीए किणी सुविधा रास्तार जिबा आसिबा करिवे आउ अपंतरा बाट दे जिबे नाही कि दुखी रंकीଙ୍କ दुख बुझिबे नाही। तेणु से कौशल क्रमे अभाव अछि कही सबु पैसा धार आकार रे नहीं जाइथिले आउ जानी जानी अनंत को पैसा फेराउ नथिले। पिला माने तुमे जीवन रे केबे पैसा को अजथारे खर्च करिवो नाही। दुखी रंकीଙ୍କ सेवा करिवो, गुरुजन को भक्ति करिवो। जदि भल काम करिवो तेबे तुम मानकु समस्ते भल पाइबे। वर्तमान किछि प्रश्न उत्तर। 1 नंबर क एही कविता रे वर्णित अनंत किए? यार उत्तर हैला अनंत हेउचंती पंडित गोपबंधु दासଙ୍କ सहकर्मी बा बंधु। गोपबंधुଙ୍କ मन अस्थिर हैला काहेकि? अनंत साइकेलटीए किणिबा जानिबारु गोपबंधुଙ୍କ मन अस्थिर हैला। एही कविता रे दासे आपणे काहा उद्देश्य रे कुहा जायछि? दासे आपणे गोपबंधु दासଙ୍କ उद्देश्य रे कुहा जायछि। अनंत काहीकि झुरी हेले? गोपबंधु दास तांको पैसा न फेरेबारु से झुरी हेले। एही कविता रे केउ स्थान को स्वर्गपुर कुहा जायछि? दुखी जनक सेवा जेउठी करा जिवो सेही स्थान को स्वर्गपुर कुहा जायछि। प्रश्न 2 जेपरी बरसर गद्य रूप होउछि वर्ष सेही परी आउ किछि गद्य रूप कहिलो देखि। अळप अल्प, मुकुता मुक्ता, मरम मर्म, सरगपुर स्वर्गपुर, सरग स्वर्ग। प्रश्न नंबर 3 पिला माने जेपरी घर को घर 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 सेहीपरि कौन हेब देखि कहिल। वर्ष को वर्ष वर्ष वर्ष, द्वार को द्वार द्वार द्वार, मास को मास मास मास, गाँ को गाँ गाँ गाँ, जन को जन जन जन, देश को देश देश देश। धन्यवाद।